ସରକାରଙ୍କର କୌଣସି ଆଉ ନୈତିକତା ନାହିଁ। ସରକାର ଲୋକଙ୍କ ଉପରେ ବିଶ୍ୱାସ ହରାଇ ସାରିଲେଣି। ଲୋକଙ୍କ ବିଶ୍ୱାସ ଆଉ ସରକାର ଉପରେ ନାହିଁ। ସରକାର ତୁରନ୍ତ ଇସ୍ତଫା ଦେବା ଦରକାର। ଏଠି ପ୍ରେସିଡେଣ୍ଟ ରୁଲ୍ ହେବା ଦରକାର, ଯାହାଦ୍ୱାରା କି ଝିଅ ଭଉଣୀର ସମ୍ମାନ ବଞ୍ଚିବ ଏବଂ ଝିଅ ଭଉଣୀମାନଙ୍କର ଯେପରି ଭାବରେ ମରିବାର ଗୋଟେ ରାହା ଖୋଲି ଯାଇଛି, ଗୋଟେ ରାସ୍ତା ଖୋଲିଛି। ଲୋକ ମାରି ଦେଉଛନ୍ତି ଏବଂ ଜାଣି ଶୁଣିକିରି ମାରି ଦେଉଛନ୍ତି, ପେଟ୍ରୋଲ ପକାଇକି ମାରି ଦେଉଛନ୍ତି। ଇଏ ଏକ ନିନ୍ଦନୀୟ ଘଟଣା। ସାରା ବିଶ୍ୱ ଆଜି ଓଡ଼ିଶାକୁ ଆଜି ଛି ଛି କରୁଛି। ଯେଉଁଟାକି ଟ୍ରମ୍ପ କହିଥିଲେ, ଯିଏକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଓଡ଼ିଶାରେ ଝିଅ ଭଉଣୀମାନେ ଗଲେ ତାଙ୍କୁ ବିପଦ ଅଛି ଏବଂ ଯିବା ଉଚିତ ନୁହଁ। ଏକଥା ଯେତେବେଳେ କହିଛନ୍ତି, ଏଇଟା ପ୍ରମାଣିତ ହେଉଛି ଓଡ଼ିଶାରେ ଝିଅ ଭଉଣୀମାନଙ୍କର ଆଉ ଇଜ୍ଜତ ନାହିଁ, ସମ୍ମାନ ନାହିଁ, ବଞ୍ଚିବାର ରାହା ନାହିଁ।